ଗଞ୍ଜାମ ଜିଲ୍ଲା କବିସୂଚନକ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମାଠାରୁ ଶିକୁଳା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ହେବ ଉନ୍ନତିକରଣ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଜି ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କବିସୂଚନକର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦୀର୍ଘ ଦିନ ଧରି ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଏହାର ଉନ୍ନତିକରଣ ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ। ଉକ୍ତ ରାସ୍ତାର ଉନ୍ନତିକରଣ ହେଲେ ଆଖପାଖ ବହୁ ଗ୍ରାମର ଲୋକେ ଉପକୃତ ହୋଇପାରିବେ। ଉନ୍ନତିକରଣ କାର୍ଯ୍ୟ ପାଇଁ 3,19 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ସୀତାରାମ ପାଣିଗ୍ରାହୀ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଲୋକନାଥ ନାୟକ, ବିଜେପିର ବିଭିନ୍ନ ମଣ୍ଡଳ ସଭାପତି ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ଶିକୁଳା ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ ବିଧାୟକ ଶ୍ରୀ ନାୟକ। ନୂଆ ସରକାର ଗଠନ ହୋଇଛି। ଲୋକଙ୍କ ସମସ୍ୟାର ସମାଧାନ ଆମ ପାଇଁ ପ୍ରାଥମିକତା। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଲୋକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କବିସୂଚନକର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଦେଖନ୍ତୁ, ଓଡ଼ିଶା ସରକାର ସଂକଳ୍ପ ନେଇଛନ୍ତି ଏବଂ ଆମେ ନିର୍ବାଚନ ସମୟରେ କଥା ଦେଇଥିଲୁ ଗାଁ ଗହଳିର ପ୍ରତ୍ୟେକ ଉନ୍ନତିମୂଳକ କାମକୁ ଆମେ କେମିତି ଯଥାଶୀଘ୍ର କରିବୁ ଏବଂ ଲୋକଙ୍କୁ ସେବା ଦେବୁ। ସେ ପରିପ୍ରେକ୍ଷୀରେ ଆଜି ସମାଠାରୁ ଶିକୁଳା ପର୍ଯ୍ୟନ୍ତ ଯେଉଁ ଆଡି ରୋଡ଼ ଅଛି ତାର ଉନ୍ନତିକରଣ କରାଯିବ ଏବଂ ତାକୁ ଆଜି ଶୁଭ ଦିଆଯାଇଛି। ଆସନ୍ତା 6 ମାସ ଭିତରେ ଏ ରୋଡ଼ ତିଆରି ହେବ ଏବଂ ଲୋକଙ୍କ ସେବାରେ ଲାଗିବ। ଗାଁରେ ମଧ୍ୟ ମିଟିଂ କରିଥିଲେ, ଲୋକମାନଙ୍କର ଅଭିଯୋଗ ମଧ୍ୟ କିଛି ଶୁଣିଲେ। କ'ଣ କ'ଣ ସବୁ ଅଭିଯୋଗ ରହିଥିଲା? ନା ଦେଖନ୍ତୁ, ସ୍ୱଚ୍ଛ ଦୃଷ୍ଟି ଯଦି ଦେଖିବା ଶିକୁଳା ତ ବହୁତ ପଛରେ ଅଛି। ମୁଁ 10 ଦିନ ପୂର୍ବରୁ କଲେକ୍ଟର ସାର୍ ସହିତ କଥା ହେଇଥିଲି। ଆଜି ବିଡ଼ିଓ ପିଓଙ୍କ ସହିତ ବି କଥା ହେଲି ଏବଂ ଆମେ ଯଥାଶୀଘ୍ର ମାସେ ଭିତରେ ଯେମିତି ପ୍ରତ୍ୟେକ ଘରୁ ଆମେ ଯେମିତି ଅଳିଆ କଲେକ୍ସନ କରି ତାକୁ ସେଗ୍ରିଗେସନ ସେଣ୍ଟର ଅଛି ସେଠି ଆମେ କେମିତି ପକାଇବା ବ୍ୟବସ୍ଥା କରିବା ଏବଂ ଶିକୁଳାକୁ ସ୍ୱଚ୍ଛ ପଞ୍ଚାୟତରେ ପରିଣତ କରିବା, ସେ ନିଷ୍ପତ୍ତି ଆଜି ନିଆଗଲା ଏବଂ ଲୋକ ମଧ୍ୟ ପ୍ରତିନିଧି ଦେଇଛନ୍ତି। ଆଗାମୀ ଦିନରେ ଏ କାମକୁ ନିଶ୍ଚିତ ଭାବେ ପରିଣତ କରିବେ ଏବଂ ଆଗାମୀ ଦିନରେ ଆପଣ ଦେଖିବେ ଶିକୁଳାରେ ସ୍ୱଚ୍ଛ ପଞ୍ଚାୟତ ଭାବେ ପରିଣତ ହେବ। କୋଦଳାରୁ କୃଷ୍ଣଚନ୍ଦ୍ର ପଲାଇଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।